ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ସକ୍ରିୟ ରହିଛନ୍ତି ମାଫିଆ। ବିଭିନ୍ନ ସ୍ଥାନରୁ ଲୁହାପଥର ଚୋରି କରି ତାକୁ ଚାଲାଣ କରି ହେଉଛନ୍ତି ମାଲେମାଲ। କାଁ ଭାଁ କିଛି ମାଫିଆଙ୍କ ଗାଡ଼ି ଧରାପଡ଼ୁଥିବା ବେଳେ ଅଧିକ ମାତ୍ରାରେ ଚାଲିଛି ଚୋରାଚାଲାଣ। ତେବେ ପଳସା ସଂରକ୍ଷିତ ଜଙ୍ଗଲରେ ଲୁହାପଥର ଚୋରି ହେଉଥିବାର ସୂଚନା ପାଇ ବାମେବାରୀ ଥାନା ପୁଲିସ ଅଚାନକ ସେଠାରେ ଚଢ଼ାଉ କରିଥିଲେ। ଆଉ ଲକ୍ଷାଧିକ ଟଙ୍କାର ଲୁହାପଥର ବୁଝେଇ ଏକ ଟ୍ରକକୁ ଜବତ କରିବା ସହିତ ଲୁହାପଥର ଚୋରିରେ ସମ୍ପୃକ୍ତ ଏକ ସ୍କର୍ପିଓ ଏବଂ ଗୋଟିଏ ଲୋଡରକୁ ଜବତ କରି ଜଣେ ଅଭିଯୁକ୍ତକୁ ବାନ୍ଧିଛନ୍ତି। ହେଲେ ପୁଲିସକୁ ଦେଖି ଅନ୍ୟମାନେ ଫେରାର ହୋଇଯାଇଥିବା ବେଳେ ପୂର୍ବରୁ ପିଢ଼ପୋଖରୀ ଓ ନୟାଗଡ଼ ଆଦି ସ୍ଥାନରେ ପୁଲିସ ଚଢ଼ାଉ କରି ଚୋରା ଲୁହାପଥର ସହ ଗାଡ଼ିକୁ ଜବତ କରି ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।